ओम श्री गणेशाय नम नमस्कार फ्रेंड्स आपण मानकु आम यूट्यूब चैनल को पुणी थरे स्वागतम। फ्रेंड्स आजिर ए भिडियो रे मु आपण मानकु कहिबाकु जाउछि कि आपण मानक पाई कि विशेष भाबरे एही 3 दिन अर्थात एप्रिल मासर 11 एवं 12 एवं 13 तारिखर दिन समय अवधि आपण मानक पाई किपरि भाबरे साब्यस्त हेबो, ଏହା ସହିତ ଆପଣମାନଙ୍କୁ କେଉଁ ସବୁ ଜିନିଷରୁ ଫାଇଦା ମଧ୍ୟ ହେବ, ତା ସହିତ କେଉଁ ସବୁ ଜିନିଷରେ ଆପଣମାନଙ୍କୁ ସାବଧାନତା ଅବଲମ୍ବନ ମଧ୍ୟ କରିବା ପାଇଁ କି ପଡ଼ିବ, ଆପଣମାନଙ୍କର ଲଭ୍ ଲାଇନ୍ କିପରି ଭାବରେ ରହିବ, କ୍ୟାରିୟର କିପରି ଭାବରେ ରହିବ, ବିଜନେସ୍ ବ୍ୟାପାର ମଧ୍ୟ କିପରି ଭାବରେ ରହିବ, ତା ସହିତ ଆପଣମାନଙ୍କର ସ୍ୱାସ୍ଥ୍ୟର ମହତ୍ତ୍ୱପୂର୍ଣ୍ଣ ଇନଫର୍ମେସନ୍ ମଧ୍ୟ ଦେବି। ଏବଂ ସବୁଥର ପରି ଆପଣମାନଙ୍କୁ ଭିଡ଼ିଓ ଶେଷରେ ଗୋଟିଏ ଉପାୟ ମଧ୍ୟ ଆପଣମାନଙ୍କୁ ନିହାତି ଜଣେଇବି, ଯାହାଫଳରେ ଆପଣ ଏହି 3 ଦିନ ବହୁତ ସୁଖମୟ କରିପାରିବେ। ଆଗକୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା ପୂର୍ବରୁ ମୋର ଗୋଟିଏ ରିକ୍ୱେଷ୍ଟ କି ଆପଣମାନେ ଯଦି ଏ ଚ୍ୟାନେଲରେ ନୂଆ ଅଛନ୍ତି ଏବେ ହିଁ ଯାଇକି ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରନ୍ତୁ, ଯାହାଫଳରେ ସମୟ ସମୟରେ ସମସ୍ତ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କୁ ସର୍ବପ୍ରଥମେ ମିଳିପାରିବ। ତ ଆସନ୍ତୁ ଜାଣିବା ଆପଣମାନଙ୍କ ପାଇଁ ଏହି ଆଗାମୀ ଏହି 3 କିପରି ଭାବରେ ରହିବାକୁ ଯାଉଛି। ଯଦି କହିବା ସବୁଦିନ ପରି ଆପଣମାନଙ୍କ ପାଇଁ ଏଇ ଦିନ କ'ଣ ପଜିଟିଭ୍ ହେବା ପାଇଁକି ଯାଉଛି, ଯଦି କହିବା ବନ୍ଧୁଗଣ ଆପଣମାନଙ୍କ ପାଇଁ ଏହି ଦିନ ବହୁତ ସୁଖମୟ ଅଟେ ଏବଂ ଶୁଭମୟ ସାବ୍ୟସ୍ତ ବୋଲି ହେବ। ଜରୁରୀକାଳୀନ କାର୍ଯ୍ୟ କରିବା ଦ୍ୱାରା ଆପଣମାନଙ୍କୁ ଅବସର ମଧ୍ୟ ନିହାତି ମିଳିବ। ଆପଣମାନଙ୍କର ଅଟକିଥିବା ଧନ ମଧ୍ୟ ଆପଣମାନଙ୍କୁ ବାପସ ମଧ୍ୟ ମିଳିପାରେ। ଭଲ ଖବର ମିଳିବାର ଅନେକ ପ୍ରକାରର ଯୋଗ ମଧ୍ୟ ଆପଣମାନଙ୍କର ବନୁଅଛି। ତେଣୁ ଉଚ୍ଚ ପଦାଧିକାରୀ ଏବଂ ବୃଦ୍ଧ ଲୋକଙ୍କ ସହଯୋଗ ଆପଣମାନଙ୍କୁ ନିହାତି ଭାବରେ ପ୍ରାପ୍ତ ହେବ, ଯାହାଫଳରେ ଆପଣମାନେ ସବୁ କାର୍ଯ୍ୟକୁ ସରଳତାର ସହିତ କରିପାରିବେ, ଯାହା ପାଇଁକି ଆପଣମାନେ ଖୁସି ମଧ୍ୟ ହୋଇକିନା ରହିବେ। କୌଣସି ଅତି ସମ୍ପର୍କୀୟଙ୍କ ଘରେ ଆଗମନ ଏବଂ ହସ ପରିହାସରେ ଆପଣମାନଙ୍କର ଦିନ ବ୍ୟତୀତ ହେବା ଘର ପରିବାରର ଖୁସିର ମାହୋଲ ମଧ୍ୟ ଆପଣମାନଙ୍କୁ ଦେଖାଦେବ। ନିଜ ପରିବାରର ବ୍ୟବସ୍ଥା ବନେଇ ରଖିବା ପାଇଁ ଯାହା ନିୟମ ଏବଂ କାନୁନ ବନାଯାଇଛି କିମ୍ବା କାଇଦା ବନାଯାଇଛି, ତ ସେ ସବୁ ଆପଣମାନଙ୍କ ପାଇଁ ତାରିଖମାନ ହେବ, ଯାହାଫଳରେ ଘରେ ଅନୁଶାସିତ ଆଇନ ମଧ୍ୟ ରହିବ ଏବଂ ତା ସହିତ ପିଲାମାନେ ପାଠପଢ଼ା ପ୍ରତି ଏକାଗ୍ର ଚିତ୍ତ ମଧ୍ୟ ହୋଇକିନା ରହିବେ। ଆପଣମାନେ ଆପଣମାନଙ୍କର ଡେଲି ଲାଇଫରୁ ବାହାରିକିନା କିଛି ନୂଆ କାର୍ଯ୍ୟ କରିବା ପାଇଁକିନା ଆପଣମାନେ ଚେଷ୍ଟା କରିବେ, ଯାହାଫଳରେ ଆପଣମାନଙ୍କର ଶାରୀରିକ ଏବଂ ମାନସିକ ଥକାପଣ ମଧ୍ୟ କମିଯିବ। ଆଉ ନୂଆ ଉର୍ଜାର ମଧ୍ୟ ଆପଣମାନଙ୍କର ମନରେ ଦେଖିବେ, ଫିଲ୍ ମଧ୍ୟ କରିପାରିବେ। ଯଦି କହିବା ଆପଣମାନେ ଯଦି ଏ କ୍ଷେତ୍ରରେ ଆପଣମାନେ ବହୁତ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ଚେଷ୍ଟା କରୁଥିଲେ, ତ ସେ ସବୁ ମଧ୍ୟ ଆପଣମାନଙ୍କର ଏ ଦିନରେ ବହୁତ ଭଲ ରହିବ। ଯଦି କହିବା ଆପଣମାନଙ୍କ ପାଇଁ ଏ ଦିନ କୌଣସି ସକାରାତ୍ମକ ନେଇକି ଆସିବ, କାହିଁକି ନା ଯଦି କହିବା ଆପଣମାନେ କୌଣସି କାର୍ଯ୍ୟ କରିବାକୁ ମହତ୍ତ୍ୱପୂର୍ଣ୍ଣ ନେଉଛନ୍ତି, ତେବେ ଆପଣମାନେ ସେସବୁ କାର୍ଯ୍ୟକୁ ଜରୁର କରନ୍ତୁ, ଯାହାଦ୍ୱାରା ଆପଣମାନଙ୍କର ପ୍ରୟାସ ନିଶ୍ଚିତ ଭାବରେ ସଫଳ ମଧ୍ୟ ହେବ। ଧର୍ମ କର୍ମ ପ୍ରତି ମଧ୍ୟ ଆପଣମାନଙ୍କର ଆସ୍ଥା ରହିବ। ଆପଣମାନେ ସବୁବେଳେ ଦିଲ୍ ଅପେକ୍ଷା ଦିମାଗର ନିର୍ଣ୍ଣୟ ମଧ୍ୟ ନେବେ। ଭାବୁକତାରେ ଆସିକି ଆପଣମାନେ ଗଲତ ରାସ୍ତାରେ ମଧ୍ୟ ଆପଣମାନେ ଯାଇପାରନ୍ତି। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁ କ'ଣ ସବୁ ନେଗେଟିଭ୍ ରହିବ। ଯଦି କହିବା ଆପଣମାନେ ପାରିବାରିକ କ୍ଷେତ୍ରରେ ଚିନ୍ତିତ ମଧ୍ୟ ହୋଇକିନା ରହିବେ। ପରିବାରର ଲୋକମାନଙ୍କର ଆପଣମାନଙ୍କର ଜଣେ ଆଉ ଜଣଙ୍କ ସହିତ ତାଳମେଳର ଅଭାବ ମଧ୍ୟ ରହିବ। କୌଣସି ଅନାବଶ୍ୟକ କଥାକୁ ନେଇକି ଆପଣମାନଙ୍କ ଘରେ ପରିବାରରେ ବିବାଦ ମଧ୍ୟ ଦେଖାଦେବ। କୌଣସି କ୍ଷେତ୍ରରେ ଭ୍ରମ ଉତ୍ପନ୍ନ ହେବା ଦ୍ୱାରା ଜଣେ ଆଉ ଜଣଙ୍କ ସହିତ ଲଢ଼େଇ ମଧ୍ୟ ହେବ। ତା ସହିତ ପିଲାମାନଙ୍କର କୌଣସି ନକାରାତ୍ମକ ଗତିବିଧି କାରଣରୁ ଆପଣମାନଙ୍କୁ ଚିନ୍ତା ଏବଂ କ୍ରୋଧ ଭଳି ଭାବନା ଆପଣମାନଙ୍କ ମନରେ ଉତ୍ପନ୍ନ ହେବ। ତ ସେ ସବୁ ଭୁଲକୁ ଆପଣମାନେ ଠିକ୍ କରିବା ପାଇଁକି ବିଶେଷ ଭାବରେ ଚେଷ୍ଟା କରନ୍ତୁ, ଯାହାଫଳରେ ଆପଣମାନଙ୍କ ସ୍ଥିତିରେ ସୁଧାର ଦେଖିବା ପାଇଁକି ମିଳିବ। ତା ସହିତ ଆପଣମାନେ କାହା ଉପରେ ବିଶ୍ୱାସ କରିବା ପୂର୍ବରୁ ସମସ୍ତ କାର୍ଯ୍ୟକୁ ପ୍ରଥମେ ତଦାରଖ କରିନିଅନ୍ତୁ, କାହିଁକି ନା ଆପଣମାନଙ୍କର ଏହି ସୁଯୋଗର
ସବୁବେଳେ ଜଣେ ନା ଜଣେ କେହି ଥାଆନ୍ତି ଯେଉଁମାନେ କି ଆପଣମାନଙ୍କର ଫାଇଦା ମଧ୍ୟ ଉଠେଇ ପାରନ୍ତି। କାହା ସହିତ ଅଧିକ ବୁଲା ବୁଲି ମେଳା ମେଳେପି କରନ୍ତୁ ନାହିଁ, ଯାହାଦ୍ୱାରା ଆପଣମାନଙ୍କୁ ସମୟ ବର୍ବାଦ ମଧ୍ୟ କରିଦେବ। ନିଜର କ୍ରୋଧ ଏବଂ କଥାବାର୍ତ୍ତା ଉପରେ ମଧ୍ୟ ନିୟନ୍ତ୍ରଣ ରଖନ୍ତୁ। ଆପଣମାନଙ୍କର ପ୍ରତିଦ୍ୱନ୍ଦ୍ୱୀ ଆପଣମାନଙ୍କ ବିଷୟରେ କିଛି ଭୁଲ ଇନଫର୍ମେସନ୍ ମଧ୍ୟ ବ୍ୟାପି ପାରନ୍ତି, ଯେଉଁଥିପାଇଁ କି ଆପଣମାନଙ୍କର ପଡ଼ୋଶୀ ଏବଂ ରିଲେଟିଭ୍ ସହିତ ଆପଣମାନଙ୍କର ସମ୍ପର୍କ ମଧ୍ୟ ଖରାପ ହେବ। କୌଣସି ବି ପରିସ୍ଥିତିକୁ ଆପଣମାନେ ଶାନ୍ତିପୂର୍ଣ୍ଣ ଭାବରେ ସୁଝାନ୍ତୁ। ଏହା ସହିତ ଆପଣମାନେ କୌଣସି କାର୍ଯ୍ୟ କରିବା ପୂର୍ବରୁ ତା ବିଷୟରେ ବେଶୀ କିଛି ଭାବିକି ତଦାରଖ କରିକିନା ଆପଣମାନେ କାର୍ଯ୍ୟ କରନ୍ତୁ। କୌଣସି ବାହାର ଲୋକଙ୍କ ସହିତ ଆପଣମାନେ ମିଶନ୍ତୁ ନାହିଁ, କାହିଁକି ନା ସେହି ବାହାର ଲୋକ ଆପଣମାନଙ୍କୁ ବଦନାମୀ ମଧ୍ୟ ହୋଇପାରେ। ତେଣୁ ଆପଣମାନେ ସବୁବେଳେ ସଜାଗ ହୋଇକିନା ରୁହନ୍ତୁ। ଯଦି ଆମେ ଆପଣମାନଙ୍କର ଲଭ୍ ଲାଇନ୍ ବିଷୟରେ କହିବା, ଆପଣମାନଙ୍କର ଜୀବନସାଥୀ ଆପଣମାନଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଆଉ ଆପଣମାନଙ୍କର ସବୁ କଥାକୁ ମଧ୍ୟ ସେମାନେ ଶୁଣିବେ, ଯାହାଫଳରେ ଆପଣମାନଙ୍କର ସମ୍ପର୍କରେ ସକାରାତ୍ମକ ପରିବର୍ତ୍ତନ ମଧ୍ୟ ଦେଖିବା ପାଇଁକି ମିଳିବ। ଆଉ ଆପଣମାନଙ୍କର ପ୍ରେମ ଜୀବନରେ ଯେଉଁ ସବୁ ସମସ୍ୟା ଦେଖାଯାଉଥିଲା, ସେସବୁ ସମସ୍ୟା ମଧ୍ୟ ଆପେ ଆପେ ଦୂର ମଧ୍ୟ ହେଇଯିବ। ଆଉ ଜୀବନସାଥୀଙ୍କ ସହଯୋଗ ଆପଣମାନଙ୍କୁ ଆତ୍ମବଳ ଏବଂ ଆତ୍ମବିଶ୍ୱାସ ମଧ୍ୟ ପ୍ରଦାନ କରିବ। ଆକସ୍ମିକ ସମ୍ପର୍କରେ ଘନିଷ୍ଠତା ମଧ୍ୟ ଦେଖିବା ପାଇଁକି ମିଳିବ। ଆଉ ପ୍ରେମ ସମ୍ପର୍କରେ ଆପଣମାନଙ୍କର ଗମ୍ଭୀରତା ମଧ୍ୟ ଦେଖିବା ପାଇଁକି ମିଳିବ। କୌଣସି ପୁରୁଣା ମିତ୍ରମାନଙ୍କ ସହିତ ଦେଖାହେବା କାରଣରୁ ଆପଣମାନଙ୍କର ଯାତ୍ରା ସୁଖମୟ ମଧ୍ୟ ହେବ। ତା ସହିତ ଆପଣମାନଙ୍କର ପ୍ରେମ ଜୀବନ ପାଇଁ ଏ ସମୟ ବହୁତ ଭଲ ରହିବ। ଏ ଦିନ ଆପଣମାନଙ୍କୁ ଅବଶ୍ୟ ହିଁ ଲାଭ ଉଠେଇବାର ଅଛି। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ବ୍ୟବସାୟ ଏବଂ କ୍ୟାରିୟର କିପରି ଭାବରେ ରହିବ। ଯଦି କହିବା କାର୍ଯ୍ୟ କ୍ଷେତ୍ରରେ ଆପଣମାନଙ୍କର ଅବଶ୍ୟ ହିଁ ହାତ ରହିଛି। କୌଣସି ଭୁଲ କାର୍ଯ୍ୟ ଦ୍ୱାରା ଆପଣମାନଙ୍କୁ ଆସୁଥିବା ଅର୍ଡର ମଧ୍ୟ ଆପଣମାନଙ୍କ ହାତରୁ ମଧ୍ୟ ଚାଲି ଯାଇପାରେ। ଚାକିରି କରୁଥିବା ଲୋକମାନେ ଅବଶ୍ୟ ଧୈର୍ଯ୍ୟ ହୋଇକିନା ରହିବାକୁ ଚେଷ୍ଟା କରନ୍ତୁ, କାହିଁକି ନା ତାଙ୍କ ଉପରେ କାମର ବୋଝ ମଧ୍ୟ ଅଧିକ ମାତ୍ରାରେ ରହିବ। ଏବଂ କାର୍ଯ୍ୟକ୍ଷେତ୍ରରେ ନୀତିରେ ଆପଣମାନଙ୍କୁ କୌଣସିଟା ପରିବର୍ତ୍ତନ କରିବା ପାଇଁକି ପଡ଼ିବ। କୌଣସି କର୍ମଚାରୀଙ୍କ ନଜରକୁ ଆପଣମାନେ ନଜରଅନ୍ଦାଜ କରନ୍ତୁ ନାହିଁ। ଆପଣମାନଙ୍କ ପିଠି ପଛରେ କୌଣସି ବ୍ୟକ୍ତି ଆପଣମାନଙ୍କୁ କଷ୍ଟ ଦେବାକୁ ଚେଷ୍ଟା କରିପାରେ। କୌଣସି ଅନୈତିକ କାର୍ଯ୍ୟ କରିବା ଠାରୁ ଆପଣମାନେ ଦୂରେଇକିନା ରୁହନ୍ତୁ, କାହିଁକି ନା ଏହାର ଖରାପ ପ୍ରଭାବ ଆପଣମାନଙ୍କର ମାନ ସମ୍ମାନ ଉପରେ ମଧ୍ୟ ପଡ଼ିପାରେ। ତେଣୁ ଆପଣମାନେ କୌଣସି ଅଜଣା ବ୍ୟକ୍ତିମାନଙ୍କ ସହିତ ଡିଲ୍ ଫାଇଲ୍ କରନ୍ତୁ ନାହିଁ। ଏହା ଆପଣମାନଙ୍କ ପାଇଁ ବହୁତ ଭଲ ରହିବ। ଏହା ସହିତ କାର୍ଯ୍ୟକ୍ଷେତ୍ରରେ ଚାଲି ଆସୁଥିବା ପ୍ରୋବ୍ଲେମକୁ ଆପଣମାନେ ଶାନ୍ତିପୂର୍ଣ୍ଣ ଭାବରେ ସୁଲଝେଇବାର ଅତି ଆବଶ୍ୟକତା ମଧ୍ୟ ରହିଛି। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର ଏହି ଦିନରେ ସ୍ୱାସ୍ଥ୍ୟ କିପରି ଭାବରେ ରହିବ। ଯଦି କହିବା ଆପଣମାନଙ୍କୁ ଏହି ଦିନମାନଙ୍କରେ ଏସିଡିଟି ଏବଂ ଗ୍ୟାସ୍ ସମ୍ବନ୍ଧୀୟ କିଛି ଉତ୍ପନ୍ନ ମଧ୍ୟ ହୋଇପାରେ। ଆପଣମାନେ ଆପଣମାନଙ୍କର ଖାଦ୍ୟପେୟ ଉପରେ ସଂଯମତା ବନେଇକିନା ବିଶେଷ ଭାବରେ ରଖନ୍ତୁ। ଏହା ସହିତ ନିଜର ସ୍ୱାସ୍ଥ୍ୟକୁ ଆହୁରି ଅଧିକ ଭଲ ରଖିବା ପାଇଁକି ଆପଣମାନେ ପ୍ରତ୍ୟେକ ଦିନ ଯୋଗ କରନ୍ତୁ, ବ୍ୟାୟାମ କରନ୍ତୁ, ଯାହାଫଳରେ ଆପଣମାନଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରହିବ ଏବଂ ଠିକ୍ ରହିବ। ଏବଂ ତା ସହିତ ଆପଣମାନେ ପ୍ରତ୍ୟେକ ଦିନ ସକାଳୁ ସୂର୍ଯ୍ୟଙ୍କୁ ଜଳ ମଧ୍ୟ ଅର୍ପଣ କରନ୍ତୁ। ଦେଖିବେ ଯାହାଦ୍ୱାରା ଆପଣମାନଙ୍କୁ ସମୟ ଏବଂ ସଫଳତା ମଧ୍ୟ ପ୍ରାପ୍ତ ହେବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କର କ'ଣ ଉପାୟ ମଧ୍ୟ ରହିଅଛି। ଆପଣମାନେ ସ୍ନାନ ଆଦି କରିସାରିଲା ପରେ ଆପଣମାନେ ଏ ଦିନମାନଙ୍କରେ ଗଣେଶ ଭଗବାନଙ୍କୁ ଲଡ୍ଡୁ ଭୋଗ ଭାବରେ ଅର୍ପଣ କରନ୍ତୁ, ଯାହାଦ୍ୱାରା ଶ୍ରୀ ଗଣେଶ ଆପଣମାନଙ୍କର ସମସ୍ତ ଦୁଃଖ କଷ୍ଟକୁ ବିନାଶ କରିଦେବେ। ଆଶା କରୁଛି ଆଜିର ଏହି ଛୋଟିଆ ଭିଡ଼ିଓଟି ଆପଣମାନଙ୍କୁ ବହୁତ ମାତ୍ରାରେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତେବେ କମେଣ୍ଟ ବକ୍ସରେ ଜୟ ଶ୍ରୀ ଗଣେଶ ବୋଲି ଅବଶ୍ୟ ଲେଖନ୍ତୁ। ପୁଣି ଦେଖାହେବ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି। ଧନ୍ୟବାଦ।